ଗବେଷଣା ସେମାନେ କ'ଣ କରିବେ ମାଲିକ ତ କହିଲେ 6 ଦିନରେ ନାଟକ କର 6 ଦିନ ସେ ସିଆଡ଼ୁ ନାଟ୍ୟକାର ଆସିଥିବେ 2 ଖଣ୍ଡ କାଗଜ ଆଣିଥିବେ ଆଉ ସେ କହିଲା ଭଳିଆ ଗାର ଠ ଏଇ ମୋ ପୁଅ ପାଠ ପଢ଼ିଲାଣି ଠ ଲେଖିଲାଣି 2 ଖଣ୍ଡ କାଗଜ ଆଣିଥିବେ କାଗଜ ଆଣିନଥିବେ ସେଇଠୁ ମାଗିବେ ଯାହା ପାଇଲେ ଲେଖିଲେ ତାପରେ ସେ ନାଟକ ସାପ ହେଲା ବେଙ୍ଗ ହେଲା ଯାହା ହଉ ପଇସା ଖଣ୍ଡିକ ପୁରେଇଲେ କି ନ ପାଇଲେ ନାଇଁ ପଛରେ ଗାଳି ଦେବେ ଆମର ତା ଭିତରେ ଇମ୍ପୋର୍ଟାଣ୍ଟଟା ହେଉଛି କ'ଣ ବାଘ ତେଣୁ କାହିଁକି ତୁମେମାନେ ଭୟ କଲ କ'ଣ ହେଲା ନା ବାଘ ବୁଲିଲା ତେଣୁ ପ୍ରେସରଟା ହେଉଛି ବାଘ ଆମେ ଯିବାକୁ ଚେଷ୍ଟା କରିଥିଲୁ କିନ୍ତୁ ବାଘ ଆସିଲା ଯାଇପାରିଲୁନି ତେଣୁ ପ୍ରେସୱାର୍ଡ଼ଟାକୁ ପ୍ରଥମେ ଚିନ୍ତା କରିବ ଗୋଟେ ସଂଳାପ ଗୋଟେ ବାକ୍ୟର ପ୍ରେସୱାର୍ଡ଼ କେଉଁଟା ଶବ୍ଦ ଜୋର କେଉଁଟା କେଉଁ ଶବ୍ଦଟାକୁ ଜୋର ଦେଲା ମାନେ ପ୍ରତ୍ୟେକ ଅକ୍ଷର ଗୁଡ଼ା ଗୋଟିଏ ଚେୟାରରେ ବସିକିରି ଡାଇରେକ୍ସନଟା ଦେବେ ଦୁଃଖୀରାମ ବାବୁ ଠିଆ ହେଇକି ଲୋକମାନଙ୍କ ମାନେ ଆର୍ଟିଷ୍ଟମାନଙ୍କ ସାଙ୍ଗରେ ଏଇ ପ୍ରକାର ଅଭିନୟ ନ କରି ଏଇ ପ୍ରକାର ଅଭିନୟ ହେବ ତେଣୁ ଡାଇଲଗ୍ ଗୁଡ଼ା ସେମ୍ ଡାଇଲଗ୍ ଘୁଷିକିରି ଆମେ କହୁନାହିଁ ଆମେ ଡାଇଲଗ୍କୁ ମଡିଲ୍ୟୁଟ୍ କରୁ ଆଜି ଏ ପ୍ରକାର କୁହାହେଇଛି ସେଠୁ ଆଉ ଗୋଟେ ପ୍ରକାର ଡାଇଲଗ୍ କୁହାଯାଏ ତାର ଦିନ ଥିମ୍ଟା ସେମ୍ ରହିବ ମିନିଂ ସେମ୍ ରହିବ କିନ୍ତୁ ଡାଇଲଗ୍ ଆମର ସବୁ ଆମେ ଗବେଷଣା କରୁ ଚିନ୍ତା ଠାରୁ ରାଜା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀମାନେ ରାଜା ଆଉ ଟୀକା ଗୋବିନ୍ଦଚନ୍ଦ୍ର ଯୋଗୀ ଯୋଗୀ ଠାରୁ ରାଜା ପର୍ଯ୍ୟନ୍ତ ଅଭିନୟ ଜୀବନର ଗତି ସେତେବେଳେ ଆମର ଡାଇରେକ୍ଟର ସେ ସମୟରେ ଡାଇରେକ୍ଟର ଦୁଃଖୀରାମ ବାବୁ ଆସନ୍ତି କି ସେ ସମୟ ସୀତାକାନ୍ତ ଭାଇ ସେ ସମୟରେ ଯେଉଁ ପୁରୁଣା ଡାଇରେକ୍ଟର ସବୁ ଫାଷ୍ଟ ପିରିୟଡ଼ଟା ତେଣୁ ନାଟକ ସମ୍ପୂର୍ଣ୍ଣ ପଢ଼ାଯାଏ ସମ୍ପୂର୍ଣ୍ଣ ପଢ଼ିଲା ପରେ କେଉଁଠି କ'ଣ ହୁଏ ଇଏ ହୁଏ ତାପରେ ସେ ନାଟକ ଦିଅନ୍ତି ଆଉ ସେ ନାଟକ ଗୋଟିଏ ନାଟକ ରିହର୍ସାଲ ପାଇଁ କେତେ ଦିନ ସମୟ ଲାଗୁଥିଲା ନନା ଆମର ମାସେ ଉପରେ ମୋତେ ବି ଦିନେ ସୌମ୍ୟ ସାର୍ ପଚାରିଲେ ସୌମ୍ୟକୁ ପଚାରିଲେ କହିଲେ ଆପଣଙ୍କର ସେତେବେଳେ ଗୋଟାଏ ନାଟକ କାହିଁକି ମାସ ମାସ ଧରି ଚାଲୁଥିଲା ଏବେ ଗୋଟାଏ ନାଟକ କାହିଁକି ଗୋଟେ ବର୍ଷ ଧରି ଚାଲିପାରୁନି ବେଳେବେଳେ ବନ୍ଦ ହେଇଯାଉଛି ମୁଁ କହିଲି ଆଜ୍ଞା ଭଲ ନାଟ୍ୟକାର ଆପଣଙ୍କର ଦରକାର 2ରେ ଆପଣଙ୍କର ସମୟ ଦେଇପାରିବେନି ଏବେ ମାତ୍ର 6 ଦିନରେ ଆପଣ ଗୋଟେ ନାଟକ କରୁଛନ୍ତି 6 ଦିନ ରିହର୍ସାଲ 3 ଦିନ BGM ଗୋଟାଏ ଦିନ ଫାଇନାଲ ତେଣୁ 10 ଦିନରେ ଯେଉଁ ନାଟକ ଆକ୍ଚୁଆଲି ରିହର୍ସାଲଟା 6 ଦିନ ତେଣୁ 10 ଦିନ ଭିତରେ ଯେଉଁ ନାଟକ ହେବ ମାସେ ରିହର୍ସାଲ ହେଲେ ସେ ନାଟକ ସେଇଆ ହେବ କି ହେବନି ସେ କହିଲେ ବର୍ତ୍ତମାନ ସମ୍ଭବ ନୁହଁ କହିଲେ ଭଲ ନାଟ୍ୟକାର କିଏ ମୁଁ କହିଲି ଭଲ ନାଟ୍ୟକାର ଆପଣଙ୍କ ପାଖରେ ଅଛନ୍ତି ସେ କହିଲେ କିଏ ମୁଁ କହିଲି ବଙ୍କିମ ସ୍ୱାଇଁ ଜଣେ ଭଲ ନାଟ୍ୟକାର ବହୁତ ତାଙ୍କର ପୁରୁଣା ନାଟକ ଥିଲା ସାହାଣୀ ଅପେରାର ତାପରେ ବଙ୍କିମ ବାବୁଙ୍କୁ ଫୋନ୍ କଲେ କହିଲେ ବଙ୍କିମ ବାବୁ ରାଜେନ୍ଦ୍ର ବାବୁ କ'ଣ କହୁଥିଲେ ଆପଣ ଭଲ ନାଟକ ଲେଖନ୍ତୁ ପାର୍ଟି ପାଇଁ ଲେଖନ୍ତୁ ବଙ୍କିମ ବାବୁ ସେଠୁ ମୋତେ ଫୋନ୍ କରି କହିଲେ ଭାଇନା ମୋ ଚାକିରି ଖାଇବ ନା କ'ଣ ମୁଁ ନାଟକ ଲେଖିବି ନା ପାର୍ଟି ମ୍ୟାନେଜମେଣ୍ଟ କରିବି ତୁମେ ବାବୁଙ୍କୁ ଆଉ ଥରେ ବୁଝାଅ ଆଉ MD ଚେୟାରମ୍ୟାନକୁ ଆଉ ଥରେ ବୁଝାଅ ସିଏ ଯେମିତି ମାନେ ମୋତେ ଆଉ ନାଟକ ବିଷୟ ନ କହିବେ ମୁଁ ସେଠୁ ସୌମ୍ୟ ସାର୍ଙ୍କୁ ଫୋନ୍ କଲି ମୁଁ କହିଲି ଦେଖନ୍ତୁ ଆଜ୍ଞା ସିଏ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛନ୍ତି ସେ ନାଟକ ଲେଖିବା ଅବସ୍ଥାରେ ନାହାନ୍ତି କାରଣ ସିଏ ଯଦି ମ୍ୟାନେଜମେଣ୍ଟ ଛାଡ଼ିଦେବେ ଆପଣଙ୍କର ପାର୍ଟି ଚଳିବନି ସେ ଯଦି ନାଟକ ଦେଖିବେ ମ୍ୟାନେଜମେଣ୍ଟ କରିପାରିବେନି ନାଟକ ଯଦି ଲେଖିବେ ମ୍ୟାନେଜମେଣ୍ଟ କରିପାରିବେନି ତାପରେ ଯାହା ହଉ ଆଉ ବଙ୍କିମ ବାବୁଙ୍କ ପ୍ରେସର ଦିଆହେଲାନି ବଙ୍କିମ ବାବୁଙ୍କର ବହୁତ ନାଟକ ମୁଁ ଦେଖିଛି ଏବଂ ଭଲ ଲାଗେ ଏବଂ ସେ ଲୋକଙ୍କର ନାଟକର ଗୋଟେ ସେଟା ସ୍ୱୟଂ ସମ୍ପୂର୍ଣ୍ଣ ନାଟକ ତାଙ୍କର ସେ ନାଟକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୋରି କାହାଣୀମୂଳକ ଭାଗ୍ୟବତୀ ଗୋବର ଗୋଟେଇ ତାପରେ ହଁ ସାହାଣୀ ମାଷ୍ଟରଙ୍କର ସାହାଣୀ ମାଷ୍ଟରଙ୍କ ଭଙ୍ଗା ସିଲଟ ଆପଣ ଅଭିନୟ କରୁଛନ୍ତି ସେଥିରେ ନାଇଁ ମୁଁ କହିଲି ସେଟା ସାହାଣୀ ମାଷ୍ଟରଙ୍କ ପାଟିରେ ଥିଲି ମୁଁ ଇଚ୍ଛାପୁରରେ ଥିଲି ସେତେବେଳେ ଇଚ୍ଛାପୁରର ଆମର କୋଉ ଅନୁଷ୍ଠାନର ଭାୟା ଦେଇକି ଆପଣ ଯାତ୍ରାକୁ ଡେଲାଙ୍ଗ ପରେ ଦୁଃଖୀରାମ ସ୍ୱାଇଁ ମୋତେ ସେଠୁ ଆଣିଲେ ଇଚ୍ଛାପୁରକୁ ଦୁଃଖୀରାମ ସ୍ୱାଇଁଙ୍କ ଘରଟି ସେଇଟା ଆମ ପୂଜ୍ୟ ଗୁରୁ ସ୍ୱର୍ଗତ ଗୁରୁ ତାଙ୍କ ଗାଁଟା ଇଚ୍ଛାପୁର ପାଖରେ ସେତେବେଳେ ଆମର ଟ୍ରାନ୍ସଲେସନ୍ ନାଟକ ହେଉଥିଲା ଅଧିକାଂଶ ଆଉ ଆମର ବ୍ରଜ ନାୟକଙ୍କର ଆଜିର ଦୁନିଆ ଗୋଟେ ନାଟକ ହେଉଥିଲା ଏଇଟା ଓରିଜିନାଲ୍ ଏବଂ ମୁଁ ସେଥିରେ ହିରୋ କରୁଥିଲି ତାପରେ ଭୈରବନାଥ ଗଙ୍ଗୋପାଧ୍ୟାୟ ବୋଲି ଜଣେ ୱେଷ୍ଟବେଙ୍ଗଲର ରାଇଟର BN ଗାଙ୍ଗୁଲି ଭୈରବନାଥ ଗାଙ୍ଗୁଲି ତାଙ୍କର ନାଟକ ଟ୍ରାନ୍ସଲେସନ୍ ହୁଏ ଏବଂ ଆମେ କପିରାଉଟ୍ ଆଣୁ ଦୁଃଖୀରାମ ବାବୁ କ୍ଷୀରୋଦ ମହାନ୍ତି ସ୍ୱର୍ଗତ କ୍ଷୀର ଭାଇ ଥିଲେ ଅସ୍ତରଙ୍ଗର ସେ ବି ଜଣେ ଆର୍ଟିଷ୍ଟ ଥିଲେ ସେମାନେ ସାଙ୍ଗ ହୋଇ କାଲକାଟା ଯିବେ କାଲକାଟାର ଲଜ୍ ନେଇ 15 ଦିନ ରହିବେ ଏବଂ ନାଟକ ଲେଖା ହେବ ସେଇଠି ମାନେ କଲିକତାରେ ମା ମାଟି ମଣିଷ ହଉ ମା ମାଟି ମାନୁଷ ଅଚଳ ପଇସା ମହିଳା କାଗଜ ନାମ ଭୂମିକାଏ ସବୁ ନାଟକ ଯେଉଁଗୁଡ଼ା ସେଟା ସବୁ ସେଇଠି ଲେଖା ହୁଏ ଲେଖା ହେଲା ପରେ ସେଇଠି ରିହର୍ସାଲ ସେ ଦେଖନ୍ତି ନଟ କମ୍ପାନୀରେ ସେ ନାଟକ ମଞ୍ଚସ୍ଥ ହେବ ତେଣୁ ନଟ କମ୍ପାନୀ ଦେଖିବେ ସେଇ ଅନୁସାରେ ଆସି ଓଡ଼ିଶାରେ ରିହର୍ସାଲ କରିବେ ସେ ଯାହା ଦେଖିଥିବେ ରିହର୍ସାଲ କରି ଆଉ ଦୁଃଖୀରାମ ବାବୁ କିଛି ମନକୁ ପୁରାନ୍ତି ତାପରେ ଆମର ସେତେବେଳେ 3 ଜଣ ଡାଇରେକ୍ଟର ରହିବେ ଏକକାଳୀନ ଆସିବେ ସାମୁଏଲ ସହବାବୀ ଦୁଃଖୀରାମ ସ୍ୱାଇଁ ଏବଂ ହରିଦାସ ବୋଲି ଜଣେ ବିଖ୍ୟାତ ଡାଇରେକ୍ଟର ସେ DPR ଥିଲେ
ଗୋପାଳପୁର ଏଇ ଆମ ଦେବେନ୍ଦ୍ର କୁମାର ଦାସ ବୁଧିଆନା ଘର ଗାଁର ବୁଧିଆନା ଆମର ଜଣେ ଭଲ କମେଡ଼ିଆନ୍ ବୁଧିଆନା ଘର ଗାଁର ସିଏ କାରଣ ପ୍ରମ୍ପଟରଟା ହେଉଛି 50% ଡାଇରେକ୍ଟର ମଡୁଲେସନଟା ପ୍ରମ୍ପଟର ଦିଏ ପ୍ରମ୍ପଟର ଯେଉଁ ମଡୁଲେସନ୍ ଦେବ ସେଇ ମଡୁଲେସନ୍ ଅନୁସାରେ ଆର୍ଟିଷ୍ଟମାନେ ସେଇଆକୁ କ୍ୟାରି କରିଥାନ୍ତି ତେଣୁ ହରିବାବୁ କ'ଣ କରିବେ ପ୍ରମ୍ପଟିଂ କରିବେ ବାବି ବାବୁ ଚେୟାରରେ ବସିକିରି ଡାଇରେକ୍ସନଟା ଦେବେ ଦୁଃଖୀରାମ ବାବୁ ଠିଆ ହେଇକିରି ଲୋକମାନଙ୍କ ମାନେ ଆର୍ଟିଷ୍ଟମାନଙ୍କ ସାଙ୍ଗରେ ତାଙ୍କୁ ମୁଭମେଣ୍ଟ କରାଇବେ ତେଣୁ ତିନି ଜଣ ଡାଇରେକ୍ଟର ରିହର୍ସାଲ ହେବ ମାସେ କିମ୍ବା 1.5 ମାସ 3 ଜଣ ଡାଇରେକ୍ଟର ଥିଲେ 3 ଜଣ ଡାଇରେକ୍ଟର ଗୋଟେ ନାଟକ ପାଇଁ ଗୋଟେ ନାଟକ ପାଇଁ ତେଣୁ ସେତେବେଳେ ନାଟକ ଖର୍ଚ୍ଚ ସେତେବେଳେ ପ୍ରଯୋଜକମାନେ ପୁରା ବ୍ୟବସାୟିକ ତାଙ୍କର ଉଦ୍ଦେଶ୍ୟ ନଥିଲା ତେଣୁ କେବଳ ମନୋରଞ୍ଜନ ଖୋରାକ ବାଣ୍ଟିବା ଲକ୍ଷ୍ୟ ଥିଲା ତେଣୁ ଭଲ ନାଟକ ପରିବେଷଣ ହେବ ପାର୍ଟିର ସୁନାମ ହେବ କଳାକାରମାନଙ୍କ ସୁନାମ ହେବ ଆଉ ଦରମାର ତ ପ୍ରଶ୍ନ ନାହିଁ ଦରମା କେବେ କଣ୍ଟାକ୍ଟ କରନ୍ତିନି କେତେ ପଇସା ପାଇବ ସର୍ବନିମ୍ନ ଦରମା ଆପଣ କେତେ ପାରିଶ୍ରମିକ ପାଉଥିଲେ 60 ଟଙ୍କା ମାସକୁ ମାସକୁ 60 ଟଙ୍କା ହଁ କୋଉ ମସିହା କଥା 72 73 ଅନ୍ନପୂର୍ଣ୍ଣା ଥିଏଟର ନା କୋଉ ନାଟକ ଆପଣଙ୍କୁ ପରିଚିତ ଦେଇଥିଲା ଆପଣଙ୍କର ମୋତେ ତ ମୂଳରୁ ଟୀକା ଗୋମିଚନ୍ଦ୍ର ଆଉ ଆରମ୍ଭରୁ ହିଁ ଟୀକା ଗୋମିଚନ୍ଦ୍ର ନାୟକ ହଁ ନାୟକ ଟୀକା ଗୋମିଚନ୍ଦ୍ର ଆପଣଙ୍କ ନାୟିକା ସବୁ କିଏ ଥିଲେ ସେତେବେଳେ କିଛି ପୁଅ ପିଲା କରୁଥିଲେ ଝିଅ ଇଚ୍ଛାପୁରକୁ ଆସିଲା ପରେ ସେ ହିରୋଇନ୍ ଥିଲା ଆମର ରଞ୍ଜୁ ମାନେ କୁନା ରଞ୍ଜୁ ଯିଏ ରଞ୍ଜିତା ନାୟକ ଯିଏ କୁନା ରଞ୍ଜୁ ଆମ ରଞ୍ଜି ଥିଲା ରଞ୍ଜୁ ତାପରେ ଯଦି ଆର ରଞ୍ଜି ବି ଯଦି ଥିଲା ସେ ସମୟରେ କିନ୍ତୁ ସେ ମୋ ସାଙ୍ଗରେ ଡାଇରେକ୍ଟ କୌଣସି ପାର୍ଟିରେ ରହିନି ଆମ ସୁର ଇଏ ସେ ମୋ ସାନ ହଁ 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 ରଞ୍ଜୁ ସେ ବି ବଢ଼ିଆ ଆର୍ଟିଷ୍ଟ ତାପରେ ଆସିଲେ ଆମର ବାସନ୍ତୀ ବୋଲି ଯିଏ ଥିଲା ତୁଳସୀରେ ଥିଲା ବାସନ୍ତୀ ମଝିରେ କୋପାଟ ଥିଲା ବାସନ୍ତୀ ବାରିକ ଯିଏ ସେ ବାସନ୍ତୀ ଥିଲା ମିନା ଆମର ମିନା ଗୋଟିଏ ହିରୋଇନ୍ ଥିଲା ଆଉ ସେସବୁ ବହୁତ ସେତେବେଳେ ଝିଅ ପିଲା ଆସିଲେଣି ପୁଅ ପିଲା ବି କିଛି କିଛି ରୋଲ୍ କରୁଥିଲେ ଆଉ ଝିଅ ପିଲା ବି କିଛି ରୋଲ୍ କରୁଥିଲେ ତେଣୁ ସେତେବେଳର ଗୋଟେ ଶିଖିବାର ମନୋବୃତ୍ତି ଥିଲା ଆଜି ଆମେ ଏଇ ଡାଇଲଗ୍ ଏଇ ନାଟକର ଏଇ ଡାଇଲଗ୍ କହିଛୁ ସେଇ ନାଟକର ନେକ୍ସଟ ଡେ ସେମ୍ ଡେ ସେ ଡାଇଲଗ୍ ନ କହି ଆଉ କ'ଣ ଡାଇଲଗ୍ କହିହେବ ରିସର୍ଚ୍ଚ କରୁଥିଲୁ এই প্রকার অভিনয় ন করি এই প্রকার অভিনয় হব তেমন ডাইলগ গুড়া সেম ডাইলগ ঘুষিকি আমি কুনে আমি ডাইলগ কু মডুলেট করু আজ এই প্রকার কুহাইছি সেটু আউ গোটে প্রকার ডাইলগ কুহযায় তার দিন থিমটা সেম রহব মিনিং সেম রহব কিন্তু ডাইলগ আমার সবু আমি গবেষণা করু চিন্তা করু নাটক বিষয়ে এই চরিত্রটা এমতি চরিত্র বিষয়ে প্রথমে চিন্তা করা পড়ব চরিত্রটা কণ তারপরে কি সজেস্ট করুলে ଅନ୍ନପୂର୍ଣ୍ଣା ଥିଏଟର ବେମୁକେଶ ତ୍ରିପାଠୀ ଆଉ ଇଏ ଆମର ସ୍ୱର୍ଗତ ବେମୁକେଶ ତ୍ରିପାଠୀ ଦୁଃଖରାମ ସେତେବେଳେ ବେମୁକେଶ ତ୍ରିପାଠୀ NSD ହେଇନଥିଲା ନା ସେଇଟା ଥିଲା ସେତେବେଳେ ଏସିଆନ୍ ଥିଏଟର୍ସ ସେ ଅଶୋକ କୁମାର ରାୟଙ୍କ ସାଙ୍ଗ ଆଉ ତେଣୁ ଏସିଆନ୍ ଥିଏଟର୍ସରୁ ସେ ଡିଗ୍ରୀ ଧରିକିରି ଆସିଥିଲେ ତାଙ୍କ ବାପା ସେତେବେଳେ କଲେକ୍ଟର ଥିଲେ କଲିକତାର ଗୋବିନ୍ଦ ବଲ୍ଲଭ ତ୍ରିପାଠୀ ଆଉ ତେଣୁ ବେମୁକେଶ ବାବୁ ଦୁଃଖରାମ ସ୍ୱାଇଁ ପ୍ରତିହାରୀ ରାମ ପ୍ରତିହାରୀ ଦୁର୍ଲଭ ସିଂ ଏମାନେ ସବୁ ମହାନ ଗୁରୁ ସବୁ ସେମାନଙ୍କର ଦିଗ୍ଦର୍ଶନରେ ସେଇମାନଙ୍କର ଉପଦେଶରେ ସେଇମାନଙ୍କର ନିର୍ଦ୍ଦେଶନାରେ ଆମେ ଆଜି ଚଳଶକ୍ତିକ୍ଷମ ହେଇଛୁ ଅଭିନୟ ଜଗତରେ ଆପଣଙ୍କ କିଏ କିଏ ସବୁ ସହକଳାକାର ସେଇ ସମୟରେ ଥିଲେ ଯେଉଁମାନେ କି ବେମୁକେଶ ସାର୍ଙ୍କ ଠାରୁ ଶିକ୍ଷା ପାଇଛନ୍ତି ବେମୁକେଶ ସାର୍ଙ୍କରୁ ସେମାନେ ସାନ ସୁଜୟ ମହାପାତ୍ର ଲୋକନାଥ ଲେଙ୍କା ଆଉ ଜଣେ ଯାତ୍ରାରେ ଥିଲେ ସେ ଚାଲିଗଲେଣି ରଘୁନାଥ ମିଶ୍ର ବୋଲି ପୁରୀ ଟାଉନର ଆଉ ବେମୁକେଶ ବାବୁଙ୍କ ପାଖରେ ବର୍ତ୍ତମାନ ଆଉ ତା ଭିତରେ ବୋଧେ ଅନ୍ନପୂର୍ଣ୍ଣା ଥିଏଟର ନାଇଁ ସେ ତ ଯାତ୍ରାକୁ ଆସିକି ଡାଇରେକ୍ସନ୍ ଦେଇଛନ୍ତି ଅନେକ ଡାଇରେକ୍ଟର ଦୁଃଖୀରାମ ସ୍ୱାଇଁଙ୍କର ଛାତ୍ର ବର୍ତ୍ତମାନ ଅନେକ ଅଛନ୍ତି କିନ୍ତୁ ଡାଇରେକ୍ଟ ଅନ୍ନପୂର୍ଣ୍ଣା ଥିଏଟର ନଥିଲେ ସେମାନେ ଯାତ୍ରାକୁ ଆସିକିରି ଆଉ ସେମାନେ ଆସିକିରି ଡାଇରେକ୍ସନ୍ ଦିଅନ୍ତି ତେଣୁ ସେତେବେଳେ ବି ତାଙ୍କର ତାପରେ ସେମାନେ ମାସେ ନହେଲେ ଆସିବେନି ନା ଯାତ୍ରା କ୍ୟାରିୟର ଆପଣ ଯେଉଁ ଯେଉଁ ନାଟକରେ ଅଭିନୟ କରିଛନ୍ତି ଆପଣଙ୍କ ଅଭିନୀତ ନାଟକ ବିଷୟରେ କୁହନ୍ତୁ ମୁଁ ତ ଆମର ସେତେବେଳେ କ୍ୟାରେକ୍ଟର କିଛି ଠିକ୍ ନଥାଏ ଆଜି ହିରୋ କଲୁ ତାର ଦିନ ଭିଲିଆନ୍ କରିବୁ ତାପର ଦିନ ପାଗଳ କରିବୁ ସେତେବେଳେ ଆଜି ଯେଉଁ ନାଟକରେ ମୁଁ ଆଜି ଭିଲେନ୍ କରିଥିବି ତାପର ଦିନ ସେଇ ନାଟକରେ ମୁଁ ହିରୋ କରେ ଆମର ଏଇ ପ୍ରକାର ଗୋଟେ ଥାଏ ଚରିତ୍ର ବଦଳିବା ପଛର କାରଣ କ'ଣ ଚରିତ୍ର ବଦଳିବା ପରେ ମନର ମାନେ ଲୋକ କହିବେନି ଯେ ଏଇଟା ଆମକ ପାଇଁ ଫିକ୍ସ ଆର୍ଟିଷ୍ଟ ବୋଲି ଭେରାଇଟି ଅଫ୍ ଆକ୍ଟିଂ ତେଣୁ ମୁଁ ମଇଳା କାଗଜରେ ମୁଁ ଭିଲିଆନ୍ କରିଛି ଏବଂ ସେ ମଇଳା କାଗଜରେ ମୁଁ ହିରୋ କରିଛି ଆଉ ଇଏ ଅନେକ ନାଟକରେ ଭିଲିଆନ୍ ହିରୋ ଗୋଟେ ମୋର ହିରୋ କରୁଥିଲି ମୁଁ ନାମ ଭୂମିକାରେ ସେ ପାଗଳ ବି ରୋଲ୍ କରିଛି ମହାଭାରତ ନାଟକରେ କର୍ଣ୍ଣ କରିଛି ଅର୍ଜୁନ କରିଛି ଦୁର୍ଯ୍ୟୋଧନ କରିଛି ତେଣୁ ସେମ୍ ନାଟକ ହେବ ଆଜି କ୍ୟାରେକ୍ଟର ବଦଳିଯିବ ଆଜି ଏଇ ପାର୍ଟି ଆମେ ବଦଳିଦେବା ଠିକ୍ ଅଛି ଚାଲୁ ନାଟକ ସମସ୍ତେ ଜାଣିଥିବେ ତେଣୁ ବର୍ତ୍ତମାନ
ସେଇଟା ହେବନି ବ୍ୟବସାୟିକ ଯୁଗରେ, ସେଇଟା ହେଲେ ବି ମାଲିକ ପରମିସନ୍ ଦେବେ ନାହିଁ। ମୂଳରୁ ଯେଉଁ କ୍ୟାରେକ୍ଟର ଥିବ ସେଇ କ୍ୟାରେକ୍ଟର। ଅନ୍ୟ କ'ଣ କ'ଣ ସବୁ ନାଟକ? ପାର୍ବତୀ ନାଟକ ଗଣନାଟ୍ୟ, ତ ସମକଥା ଅପେରା। ପାର୍ବତୀର ତ କେତେ ନାଟକ, ସେ ତ ଇଚ୍ଛାପୁର, ମଳା କାଗଜ, ନାମ ଭୂମିକାରେ, ମା ମାଟି ମଣିଷ, ଅଚଳ ପଇସା, ଶ୍ରୀଚରଣୀ ସୁମା, ଆଦିର ଦୁନିଆ, ଆଉ ପୌରାଣିକ ନାଟକ ସେତେବେଳେ ଥିଲା ମାଧବ ସୁଲୋଚନା, ଆଉ ଚଣ୍ଡୀମଙ୍ଗଳର ଆମର ଥିଲା ଚଣ୍ଡୀମଙ୍ଗଳ ନାଟକ, ଶିବପୁରାଣ, ଆଉ ବହୁତ ନାଟକ ଥିଲା। ତାପରେ ପାର୍ବତୀରେ ମୋର ନାଟକ ଥିଲା ଦୈବ ଦୌଡ଼ି ମଣିଷ ଗାଈ, ସେଥିରେ ଭିଲେନ୍ କରୁଥିଲି। ତାପରେ ବହ୍ନି ଗୋଟେ ନାଟକ ଥିଲା, 90 ବର୍ଷର ଗୋଟେ ବାରିଷ୍ଟର ପାଠ କରୁଥିଲି। ଆଉ ବହୁତ ନାଟକରେ ହିରୋ କରୁଥିଲି। ତେଣୁ ପାର୍ବତୀରେ କେତେ ନାଟକ ଆଉ ମନେ ତ ନାହିଁ ନା, ବହୁତ ନାଟକ ପାର୍ବତୀରେ କରିଛି। ତାପରେ କୋଣାର୍କରେ ମୁଁ ଯେଉଁ ବର୍ଷ ରହିଲି ସେଇ ବର୍ଷ ହେଲା କହଲ ବଉଳ କିଏ ତ ବର, ଆଜି ଗୁରୁବାର ମୁଣ୍ଡ ଛୁଇଁଲି। ମୋର ଅବଶ୍ୟ କହିବି କାହାକୁ ଶୁଣିବ କି, ସେ ନାଟକ ଅଫ୍ ଥିଲା। ତାପରେ ସୋମନାଥ ଅପେରାରେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦର ମୁଖ୍ୟମନ୍ତ୍ରୀ। ତେଣୁ ମୋର ପରା ହେଉଛି ମାନେ ଟୀକା ଗୋବିନ୍ଦ ଚନ୍ଦ୍ର ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ, ଯୋଗୀ ଠାରୁ ରାଜା ପର୍ଯ୍ୟନ୍ତ। ମୁଖ୍ୟମନ୍ତ୍ରୀ ମାନେ ରାଜା, ଆଉ ଟୀକା ଗୋବିନ୍ଦ ଚନ୍ଦ୍ର ମାନେ ଯୋଗୀ, ଯୋଗୀ ଠାରୁ ରାଜା ପର୍ଯ୍ୟନ୍ତ ଅଭିନୟ ଜୀବନର ଗତି। ଜଣେ ବରିଷ୍ଠ କଳାକାର, ଜଣେ ଅଭିଜ୍ଞ କଳାକାର ହିସାବରେ ଯେଉଁ ଯୁବପିଢ଼ି ମାନେ ଯାତ୍ରାକୁ ନେଇକି କ୍ୟାରିୟର କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କ'ଣ କହି ବାର୍ତ୍ତା ଦେବା ପାଇଁ ଚାହିଁବେ? ସମସ୍ତଙ୍କର ବର୍ତ୍ତମାନ ନିହାତି ଅର୍ଥଟା ପ୍ରୟୋଜନ, ନହେଲେ ବର୍ତ୍ତମାନ ସମାଜରେ ଅର୍ଥ ନହେଲେ ଚଳିପାରିବେ ନାହିଁ। କିନ୍ତୁ ଯାହାକୁ ମାଧ୍ୟମ କରି ଆମେମାନେ ଅର୍ଥ ସବୁ ରୋଜଗାର କରିବା, ସେଇ ମାଧ୍ୟମଟା ଉପରେ ପ୍ରଥମେ ଦୃଷ୍ଟି ଦିଆଯିବା ଦରକାର। ଆମେ ଆମର ମାଧ୍ୟମଟାକୁ ଆମେ ଯେତେ ଉନ୍ନତ କରିପାରିବା, ଆମ ଅଭିନୟ ଶୈଳୀକି ଯେତେ ଉନ୍ନତ କରିପାରିବା, ଆମର ସଂଳାପ ଶୈଳୀକି ଯେତେ ଉନ୍ନତ କରିପାରିବା, ଆମମାନଙ୍କର ଅଭିନୟ ସେତେ ମାର୍ଜିତ ହେବ, ରୁଚିମନ୍ତ ହେବ, ଏବଂ କଳା ପ୍ରିୟ ଦର୍ଶକମାନଙ୍କର ମନୋରଞ୍ଜନ ମଧ୍ୟ କରିବ, ଏବଂ ତାଙ୍କ ହୃଦୟରେ ରେଖାପାତ କରିବ। କିଛି ନା କିଛି ଗୋଟେ ନାଟକ ଦେଖିଲା ପରେ କିଛି ଦିନ ପାଇଁ ଚିନ୍ତା କରିବା ପାଇଁ, ନାଟକ ହେଉ କିମ୍ବା ସେ ଚରିତ୍ର ହେଉ, ପ୍ରଥମେ ୟା ଉପରେ ଦୃଷ୍ଟି ଦେବ। ତାପରେ ଅର୍ଥ ନିହାତି ଦରକାର। ବର୍ତ୍ତମାନ ଯୁଗରେ ଟଙ୍କା ନହେଲେ ଚଳିପାରିବେ ନାହିଁ। ତ କଳାକାରମାନଙ୍କର ଟଙ୍କା ନେବେ, ବ୍ୟବସାୟ ସେମାନେ ରୋଜଗାର କରୁଛନ୍ତି, ତାଙ୍କରି ଦ୍ୱାରା ପ୍ରଯୋଜକମାନେ ଉପକୃତ ହେଉଛନ୍ତି, ତେଣୁ ସେମାନେ ଦେବେ। କିନ୍ତୁ ନୂଆ ଯୁବପିଢ଼ିକି ହେଉଛି ସେମାନେ ନାଟକ ବିଷୟରେ ଚିନ୍ତା କରନ୍ତୁ, ଚରିତ୍ର ବିଷୟରେ ଚିନ୍ତା କରନ୍ତୁ। ଗୋଟେ ସମ୍ପୂର୍ଣ୍ଣ ସଂଳାପକୁ ପ୍ରଥମେ ସେମାନେ ଦେଖିବେ, ସେଇଟାକୁ ଗୋଟେ ସମ୍ପୂର୍ଣ୍ଣ ସଂଳାପକୁ ଗୋଟେ ପ୍ରଶ୍ନବାଚକ ଚିହ୍ନ ଲଗାଇଦେବେ। ପ୍ରଶ୍ନବାଚକ ଚିହ୍ନର ଉତ୍ତର ଯେଉଁଟା, ସେଇଟା ହେଉଛି ସେ ବାକ୍ୟର ପ୍ରେସୱାର୍ଡ। ଗୋଟେ ଲମ୍ବା ଇଏର ଆମେ ପ୍ରଶ୍ନବାଚକ ଚିହ୍ନ, ଏତେ ଜଣ ଲୋକ ଅମକ ଜାଗାକୁ ଏଇ ସମୟରେ ଯିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ବାଟରେ ଗୋଟେ ବାଘ ହାଉଡ଼ିଲା। ଆମେ ସେଇଠି ପ୍ରଶ୍ନବାଚକ ଥିମ୍ଟାକୁ ଲଗେଇ ପକାଇବା, ମାନେ ଯିବା। ଆମ ତା ଭିତରେ ଇମ୍ପୋର୍ଟାଣ୍ଟଟା ହେଉଛି କ'ଣ? ବାଘ। ତେଣୁ କାହିଁକି ତୁମେମାନେ ଭୟ କଲ, କ'ଣ ହେଲା ନା ବାଘ ହାବୁଡ଼ିଲା। ତେଣୁ ପ୍ରେସୱାର୍ଡଟା ହେଉଛି ବାଘ। ଆମେ ଯିବାକୁ ଚେଷ୍ଟା କରୁଥିଲୁ, କିନ୍ତୁ ବାଘ ଆସିଲା, ଯାଇପାରିଲୁନି। ତେଣୁ ପ୍ରେସୱାର୍ଡଟାକୁ ପ୍ରଥମେ ଚିନ୍ତା କରିବ। ଗୋଟେ ସଂଳାପ, ଗୋଟେ ବାକ୍ୟର ପ୍ରେସୱାର୍ଡ କେଉଁଟା, ଶବ୍ଦ ଜୋର କେଉଁଟା, କେଉଁ ଶବ୍ଦଟାକୁ ଜୋର ଦେଲା ମାନେ ପ୍ରତ୍ୟେକ ଅକ୍ଷର ଗୁଡ଼ା ଗୋଟି 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 କ୍ଲିଅର ହେବ। ଆମେ ଚେଷ୍ଟା କରିବା କୌଣସି ଅକ୍ଷରକୁ ବିଲୁପ୍ତ ନ କରିବା ପାଇଁ, ଢୋକି ଦେବା ପାଇଁ। ଗୋଟେ ବାକ୍ୟର ମନେକର 50ଟା ଅକ୍ଷର ଅଛି, କମା ଦେବା, ପୂର୍ଣ୍ଣଚ୍ଛେଦ ଦେବା, 10 ଥର କିରି କାଟିକିରି କୁହ, କିନ୍ତୁ ଅକ୍ଷରକୁ ଲୋପ କରନି। ଅକ୍ଷରକୁ ଲୋପ କଲା ମାନେ ନାଟକର ସଂଳାପର ମାଧୁର୍ଯ୍ୟ କମିଯିବ। ତେଣୁ ବର୍ତ୍ତମାନ ଯୁବପିଢ଼ି କହିବାର କଥା, ସେମାନେ ବିଶ୍ଳେଷଣ କରନ୍ତୁ, ଗବେଷଣା କରନ୍ତୁ। ଗୋଟେ ସଂଳାପର କି ଗୋଟେ ବାକ୍ୟର ପ୍ରେସୱାର୍ଡ କେଉଁଟା, ପ୍ରେସୱାର୍ଡ ଜାଣିଲା ପରେ ଅକ୍ଷର ଉପରେ ଜୋର ଦେବେ। ଅକ୍ଷର ଉପରେ ଦେଲା ମାନେ ଚରିତ୍ର ଉପରେ ଚିନ୍ତା କରିବେ। ସବୁଦିନ ନାଟକ ସରିଗଲା ପରେ ବି, ମନେକର 20ଟା ଷ୍ଟେଜ୍ ପରେ ବି ବୋଧହୁଏ ପ୍ରାୟ କେହି ଚିନ୍ତା କରୁଥିବେ କି ନ କରୁଥିବେ ମୁଁ କହିପାରୁନି, କିନ୍ତୁ ଚିନ୍ତା କରିବା ଦରକାର। ନାଟକ 5 ବର୍ଷ ଚାଲିଲା ପରେ ବି ସେମ୍ ଚରିତ୍ରକୁ ଚିନ୍ତା କରିବ, ଆକୁ ମୁଁ ଆଉ ପ୍ରକାର କି ଆଉ ଉନ୍ନତ କରି କେମିତି କରିପାରିବି। କାରଣ ମୁଁ ମନେକର ଗୋଟେ କଲେକ୍ଟର ରୋଲ୍ କରୁଛି, କଲେକ୍ଟର ଭେରାଇଟିଜ୍ ଅଫ୍ କ୍ୟାରେକ୍ଟର ଅଛନ୍ତି। ତେଣୁ ସେ ଚିନ୍ତା କରିବ ଏଇ ରୋଲ୍ଟାକୁ ମୁଁ କରିଥିଲି ଗତ ବର୍ଷ ଏମିତିକି ମାସେ ତଳେ କି କାଲି ଏମିତି କରିଥିଲି, ସେମ୍ ରୋଲ୍ଟାକୁ ଆଉ ଗୋଟେ ଟାଇପ୍ର, ଯେମିତି ମୋ କଳାକାରମାନଙ୍କର ସାଙ୍ଗରେ ମ୍ୟାଚିଂ କରିକିରି ତା ଭିତରେ ମୁଁ କେମିତି କ'ଣ କରିବି। ଆଉ କମ୍ବିନେସନ୍ଟା ବଡ଼। ଯଦି ଏକତରଫା ଜଣେ ଆକ୍ଟର ଚାଲିଯିବ, ସେ ହୁଏତ ଭଲ ନାଁ କରିପାରେ, କିନ୍ତୁ ସିନ୍ରେ ଯେଉଁ କଳାକାର ଗୁଡ଼ିକ ଥିବେ ସେମାନେ ସବୁ ଏକାନ୍ତ ଅନୁଭବ କରିବେ। ଜଣେ ସିନିୟର ଆର୍ଟିଷ୍ଟ
ସେ ସମସ୍ତଙ୍କୁ ପ୍ରଥମେ ନେବ, ତାପରେ ଶେଷରେ ଯିବ। ସିନିୟର ଆର୍ଟିଷ୍ଟ ଯଦି ପ୍ରଥମେ ନିଜେ ଯାଇକରି ଇମ୍ପୋର୍ଟାନ୍ସ ଦେଇକରି ଏମାନଙ୍କୁ ଟିକେ ଆଭଏଡ଼ କରିବା ପାଇଁ ଚେଷ୍ଟା କରିବ, ନାଟକର ପୂର୍ଣ୍ଣାଙ୍ଗତା ଆସିବନି, ନାଟକ ବି ଭଲ ଲାଗିବ ନାହିଁ। ଏବଂ ପୁରୁଣା କଳାକାରମାନେ ମଧ୍ୟ ସେଇଆ କରନ୍ତି। ମୁଁ ବି ଲକ୍ଷ୍ୟ କরি ଦୈତାରୀ ସାର୍ ସେଇଆ କରେ, ମାନେ ଷ୍ଟାଫ୍କୁ ନେଇକରି ଚଳେ। ଦୈତାରୀ ହଉ କି ଲୋକନାଥ ଲେଙ୍କା ହୁଅନ୍ତୁ କି ଯେଉଁ ପୁରୁଣା ଆର୍ଟିଷ୍ଟ ଯେଉଁମାନେ ସବୁ ଷ୍ଟାଫ୍କୁ ନେଇକରି ଚଳନ୍ତି ଏବଂ ଚଳିବା ହିଁ ଦରକାର। ଆଉ ନୂଆ ପିଲାମାନେ ସେମାନଙ୍କର ଗବେଷଣା ସେମାନେ କ'ଣ କରିବେ? ମାଲିକ ତ କହିଲା 6 ଦିନରେ ନାଟକ କର। 6 ଦିନ ସେ ସିଆଡ଼ୁ ନାଟ୍ୟ କରି ଆସିଥିବେ, 2 ଖଣ୍ଡ କାଗଜ ଆଣିଥିବେ, ଆଉ ସେ କହିଲା ଭଳିଆ ଗାରଉ ଗାରଉ ଠ ଏଇ ମୋ ପୁଅ ପାଠ ପଢ଼ିଲାଣି, ଠ ଲେଖିଲାଣି। 2 ଖଣ୍ଡ କାଗଜ ଆଣିଥିବେ, କାଗଜ ଆଣିନଥିବେ ତ ସେଇଠୁ ମାଗିବେ, ଯାହା ପାଇଲେ ଲେଖିଲେ। ତାପରେ ସେ ନାଟକ ସାପ ହେଲା ବେଙ୍ଗ ହେଲା ଯାହା ହଉ ପଇସା ଖଣ୍ଡିକ ପୁରେଇଲେ, କି ନ ପାଇଲେ ନାହିଁ ପଛରେ ଗାଳି ଦେବେ, ଯାହା କରିବେ। ଆପଣ ଜଣେ ଏକ୍ସପିରିଏନ୍ସ ହୋଲ୍ଡର, କେବେ ଯାତ୍ରା କୌଣସି ପ୍ରଯୋଜକ ସତ୍ତ୍ୱାଧିକାରୀ କେବେ ଆପଣଙ୍କୁ ନାଟକ ଲେଖିବା ପାଇଁ ହଉ କିମ୍ବା ନିର୍ଦ୍ଦେଶନ ଦେବା ପାଇଁ ଅଫର କରିନାହାନ୍ତି? ନା, ଅଫର କରିଛନ୍ତି। ମୁଁ କିନ୍ତୁ ତାକୁ, କାରଣ ମୁଁ ଗୋଟେ ଲାଇନ୍ରେ ଯାଉଛି, ଜ୍ୟାକ୍ ଅଫ୍ ଅଲ୍ ଟ୍ରେଡ୍ସ ହେଇଗଲେ ମୁଁ ଗୋଟେ ମାଷ୍ଟର ଅଫ୍ ନନ୍ ହେଇଯିବି। କାରଣ ମୁଁ ଇଆଡ଼େ ନାଟକ ଲେଖିବାରେ ମନ ଦେବି, ନା ନିର୍ଦ୍ଦେଶନାରେ ମନ ଦେବି, ନା ମୋ ଅଭିନୟରେ ମନ ଦେବି। ତେଣୁ ନାଟକ ଲେଖି ହାଉ ଟୁ ରାଇଟ୍ ଏ ଡ୍ରାମା, ଟଲଷ୍ଟୟଙ୍କର ଯେଉଁଟା ଥିଲା, ପ୍ରଥମେ ଗୋଟେ ଷ୍ଟୋରି ନିଅ, ସେ 20 ଧାଡ଼ି ହେଉ, 30 ଧାଡ଼ି ହେଉ, 40 ଧାଡ଼ି ହେଉ, ଯେତିକି ହେଉ ଷ୍ଟୋରି ନିଅ। ନାଟକଟାକୁ ଚିନ୍ତା କରିବ, ଘଣ୍ଟିକା କରିବ ନା 1.5 ଘଣ୍ଟା କରିବ ନା 2 ଘଣ୍ଟା କରିବ ନା 3 ଘଣ୍ଟା କରିବ ନା 4 ଘଣ୍ଟା କରିବ। ମାନେ କଳାକାରମାନେ ବହୁତ ଉନ୍ନତ, ବହୁତ ଶିକ୍ଷିତ କଳାକାର ଆସିଲେଣି। ତେଣୁ ସେମାନେ ବି ନିଜକୁ ନିଜେ ବହୁତ ଗବେଷଣା କରୁଛନ୍ତି, ପ୍ରାୟ ସବୁ ଗବେଷଣା କରୁଛନ୍ତି। କିନ୍ତୁ ଗବେଷଣା ଜାରି ରଖିବା ଉଚିତ। ବେଳେବେଳେ ନୁହଁ, ଅଧିକାଂଶ ସମୟରେ ସେମାନେ ନାଟକ ବିଷୟରେ ଚିନ୍ତା କରିବା ଦରକାର, ଚରିତ୍ର ବିଷୟରେ ଚିନ୍ତା କରିବା ଦରକାର। ଏବଂ ତା ଭିତରେ ଆମର ଅଛି କ'ଣ? ସ୍ପିଡ୍, ମଣିଷର ସ୍ପିଡ୍, ନାଟକର ସ୍ପିଡ୍, ଗତି, ନାଟକର ଗତି। ତାପରେ ଆସିଲା ପ୍ରଗତି। ପ୍ରଗତି ମାନେ ତୁମର ସଂଳାପର ଗତି। ତାପରେ ଆସିଲା ଅଗ୍ରଗତି। ଅଗ୍ରଗତି ମାନେ କମ୍ବିନେସନ୍ ହେଇକରି ଯେତେବେଳେ ଲାଇନ୍ ଅଫ୍ ହେଇଯାଏ, ଉପରକୁ ଚାଲିଯାଏ, ଅଗ୍ରଗତି। ସବୁ ମିଶିଗଲା ପରେ ହେଇଯାଆନ୍ତି ଅଗ୍ରଗାମୀ। ତେଣୁ ସବୁଗୁଡ଼ା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ରିସର୍ଚ୍ଚ ନ କଲେ ହେବନି, ଚିନ୍ତା କରିବାକୁ ପଡ଼ିବ। ଗୋଟିଏ ଚାଷୀଟିଏ ବି ଚିନ୍ତା କରୁଛି, ଏଇ ଧାନଟା ମୋର ଖରାପ ହେଲେ ଏଇଟା କ'ଣ କେମିତି କରିବି। ଗୋଟେ ଚାଷୀଟିଏ ବି ଚିନ୍ତା କରୁଛି, ଗୋଟେ ଘାସ ଯିଏ କାଟୁଛି ସିଏ ବି ଚିନ୍ତା କରୁଛି ଯେ କ'ଣ ପାଇଁ ଘାସଟା କଲେ, କୋଡ଼ିଟାକୁ ଟିକେ କମାର୍ଶାଳରେ ପଜେଇଦେବା। ତେଣୁ ଆମେ ଯେତେବେଳେ ଡାଇଲଗ୍ କହୁଛୁ, ଆମେ ବି ଚିନ୍ତା କରିବା ଉଚିତ, ଏଇ ଜାଗାଟା କାହିଁକି ଟିକେ ଖଇଚା ଲାଗୁଛି, ଏଇ ଜାଗାଟା କାହିଁକି ଦର୍ଶକମାନେ, କାରଣ ଡାଇରେକ୍ଟର କି ରାଇଟର ସେ ଚାଲିଗଲା ପରେ ବି ନାଟକ ସ୍ୱୟଂ ସମ୍ପୂର୍ଣ୍ଣ ହୁଏ ନାହିଁ, ଅନେକ ସମୟରେ ପରିବର୍ତ୍ତନ ହେଇପାରେ, ନ ହେଇ ବି ପାରେ। ସେଇଠି କଳାକାରମାନେ ଚିନ୍ତା କରିବେ, ଏଇ ଜାଗାଟା ଟିକେ ଖଇଚା ଲାଗୁଛି, 5ଟା 10ଟା ଷ୍ଟେଜ୍ ଯାଉ, ତାଙ୍କୁ ଟିକେ କହିବେ, ଅନୁମତି ତାଙ୍କଠୁ ଆଣିବେ, ଆସିକି ସେ ଟିକେ ବାଗେଇ ଦିଅନ୍ତି। ଏମିତି ହୁଏ, ଆଗରୁ ବହୁତ ହେଉଥିଲା, ଏବେ ବି ହେଉଛି, ସେଇଟା ହେବା ଦରକାର। ଯାତ୍ରା ମଞ୍ଚରେ ଅଭିନୟ ନ କଲେ ମଧ୍ୟ ଆପଣ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ମଧ୍ୟ ଯାଆନ୍ତି, ଆମେ ମଧ୍ୟ ଶୁଣିବାକୁ ପାଇଛୁ। ତ ବର୍ତ୍ତମାନ ଆପଣ କଳା ସହିତ ଜଡ଼ିତ ଅଛନ୍ତି କି ନାହିଁ? ହଁ, ଅଛି। ଏବେ ଖୁବ୍ କମ୍ ଦିନ ତଳେ ସରସ୍ୱତୀ ପୂଜା ଦିନ ଆମର ଯେଉଁଟା ଓଡ଼ିଶା ନାଟ୍ୟ ଦିବସ ଥିଲା, ସେଦିନ ଆନ୍ଧ୍ର ଆଉ ଓଡ଼ିଶା, ଆନ୍ଧ୍ର ମାନେ ମଞ୍ଜୁଷା ଗୋଟେ ରାଜ୍ୟ ଅଛି, ଯେଉଁଟାକି ଓଡ଼ିଆ ରାଜା, ଓଡ଼ିଆ ରାଣୀ, ତା'ର ସରପଞ୍ଚ ଓଡ଼ିଆ, ମାତୃଭାଷା ଓଡ଼ିଆ ସେଠି, ପ୍ଲସ୍ ପଲାସାରେ ଯେ ସେ କୁମାର ବୋଲି ଜଣେ, କୁମାର ନାୟକ, ଓଡ଼ିଆ ଲୋକ ଅବଶ୍ୟ, ସେ ତେଲୁଗୁ ସିନେମାରେ ବହୁତ କରେ, ଓଡ଼ିଆ ସିନେମାରେ ବି କରିଛନ୍ତି। ଆମେ ସବୁ ମିଶିକିରି ଗୋଟେ ନାଟକ କରିଥିଲୁ, ମହାଭାରତର ସେ ବାଣ ହରଣ, 1.5 ଘଣ୍ଟିଆ ନାଟକଟା। ଆଉ ସେଇଥିରେ ମୋର ଭୀଷ୍ମ ରୋଲ୍ ପଡ଼ିଥିଲା, ଦେବବ୍ରତ ଭୀଷ୍ମ। 3ଟା ସିନ୍ ଥିଲା, 3ଟା 4ଟା ସିନ୍ ଏମିତି ଥିଲା। ଅତୀତର କିଛି ଅଭୁଲା ସ୍ମୃତି ଯାହା ଆଜି ମଧ୍ୟ ଆପଣ ଭୁଲି ପାରୁନାହାନ୍ତି? କେତେ ଅଛି, କ'ଣ ସ୍ମୃତି କୁଆଡ଼େ କେତେ, ଆଉ କ'ଣ, ତା ମୋର ସବୁ ମନେ ପଡ଼ୁନି ବହୁତ। ଲାଇଫ୍ର ବଡ଼ ଆଚିଭମେଣ୍ଟ କ'ଣ ଆପଣଙ୍କର? କିଛି ନାହିଁ, ଶାନ୍ତି ଥିଲି କଳା ଜୀବନରେ, ଶାନ୍ତି ଚାଲିଛି। ବର୍ତ୍ତମାନ ମୁଁ ଚାଲିଛି ଓଡ଼ିଶାର ଗରିବ କଳାକାରମାନଙ୍କର କେମିତି ଭତ୍ତା ବୃଦ୍ଧି, ମୁଁ ସେଇ ଲାଇନ୍ରେ ଚାଲିଛି। ସେଣ୍ଟ୍ରାଲ ଆର୍ଟିଷ୍ଟ ପେନ୍ସନ୍ ଦିଲ୍ଲୀରୁ ପାଉନାହାନ୍ତି, ଆମେ କମ୍ପ୍ଲେନ୍ କରୁଛୁ, ରାଷ୍ଟ୍ରପତି ପାଖକୁ ଯାଉଛୁ, ପ୍ରଧାନମନ୍ତ୍ରୀ ପାଖକୁ ଯାଉଛୁ, ଆମେ ଯାଉଛୁ, ଏମାନଙ୍କୁ କାହିଁ ଇଏ ହେଲା, ସିଏ ହେଲା, ସେ ହେଲା, ଏଇ ପ୍ରକାର ଚାଲୁଛି କଳାକାରମାନଙ୍କର। ସବୁ ଓଡ଼ିଶାର ମୁଁ ପ୍ରତି ଜିଲ୍ଲା କଭର କରେ। ରାଜ୍ୟ କଳାକାର ଓ କର୍ମଚାରୀ ସଂଘର ଆପଣ ହେଉଛନ୍ତି ମୁଖ୍ୟ ଉପଦେଷ୍ଟା, କ'ଣ କ'ଣ ଆପଣଙ୍କ ଅବଦାନ ରହିଛି? ମୋତେ କେବଳ ପେନ୍ସନ୍ ସେକ୍ସନଟା ଦିଆହେଇଛି, ସବୁର ଦାୟିତ୍ୱ, ସବୁ ଅଛି ମୋ ଉପରେ ଦାୟିତ୍ୱ, କିନ୍ତୁ ବିଶେଷ ଭାବରେ ମୋତେ କେହି ଗୁରୁତ୍ୱ ଦିଅନ୍ତିନି। କାରଣ ମୋତେ ସେମାନେ ବେଶୀ ଡିଷ୍ଟର୍ବ, କାରଣ ମୋତେ ଏଜ୍ରେ କାହିଁକି ସେମାନେ, ତଥାପି ମୁଁ ଯାଏ ଭୁବନେଶ୍ୱରରେ। ଆମର ଏବେ ଯାଇଥିଲୁ ଚିଫ୍ ମିନିଷ୍ଟରଙ୍କ ପାଖକୁ 2 ଥର ଯାଇଥିଲୁ, ବାପି ଯାଇଥିଲା, ଦୈତାରୀ ବି ଯାଇଥିଲା, ଆମେ ସମସ୍ତେ ଯାଇଥିଲୁ। ତେଣୁ ପେନ୍ସନ୍ଟା ଆମର ଦାବି ଥିଲା, ତୁମେ ପେନ୍ସନ୍ 3000 କର, କିନ୍ତୁ ଭିତିରିଆ କଥା ଥିଲା
ଏବଂ ଆମେ ଷ୍ଟ୍ରେଟ୍ କହିଦେଇଥିଲୁ 2000 ଟଙ୍କାରୁ ଯଦି ତୁମେ କମେଇବ ତାହେଲେ କଳାକାରମାନେ ରାଜରାସ୍ତାକୁ ଓହ୍ଲେଇବେ। ଯାଉ 2000 ଟଙ୍କା କଲେ ଗୋଟେ ଖୁସିର କଥା। ଆଉ ସେଣ୍ଟର ଟିକେ ସେମାନେ ଗୁରୁତ୍ୱ ଦେଉନାହାନ୍ତି ଓଡ଼ିଶା ପ୍ରତି। ଆଉ ତେଣୁ ସେଣ୍ଟର ଆର୍ଟିଷ୍ଟ ପେନ୍ସନ୍ ବର୍ଷ ବର୍ଷ ଧରି କଳାକାରମାନେ ବାକି ରହୁଛି। ଆମେ ବି ସଂଗ୍ରାମ ଚଲେଇଛୁ ସେମାନେ କେମିତି ପାଇବେ। ଆଜି ବି ଫୋନ୍ ସବୁ ଆସିଥିଲା ନୟାଗଡ଼ ଜିଲ୍ଲା ଆଉ ଇଏ ଆମର ଗଞ୍ଜାମ ଜିଲ୍ଲା ଆଉ ଭଦ୍ରକ ଜିଲ୍ଲା ଏସବୁ କଳାକାରମାନେ ଫୋନ୍ କରୁନ ନା 1.5 ବର୍ଷ ହେଲାଣି 2 ବର୍ଷ ହେଲାଣି ପେନ୍ସନ୍ ମିଳିନି। ମୁଁ କହିଲି ହଉ ମୁଁ ଯାଏ ତୁମ ଡକୁମେଣ୍ଟ ଦେଖ। ତେଣୁ ମୁଁ ଗୋଟେ ଜାଗାରେ ଗରିବ କଳାକାରମାନଙ୍କର ଟିକେ ତାଙ୍କର କୌଣସି ମତେ ଚଳିବା ପାଇଁ ମୁଁ ଟିକେ ସଂଗ୍ରାମ ଜାରି ରଖୁଛି ପେନ୍ସନ୍ ଭତ୍ତା ମାଧ୍ୟମରେ। ଆଉ ଆମେ ଯେଉଁ ଜାଗାରେ ବସିଛନ୍ତି ନନାଙ୍କର ବାସଭବନ, ଆମେ କେଉଁ ଜାଗାରେ ଅଛନ୍ତି, ଘର କେଉଁଠି? ଆମ ଘରଟା ହେଉଛି, ମୋ ନାଁଟା ରାଜେନ୍ଦ୍ର ମୋହନ ପତି, ବାପା ହେଉଛନ୍ତି ଡକ୍ଟର ଦୁର୍ଯ୍ୟୋଧନ ପତି। ଆମ ଘରଟା ହେଉଛି ଗ୍ରାମ ପୋଷ୍ଟ ଗ୍ରାମ ପଞ୍ଚାୟତ ବାଇଁଶିଆ ଆଉ ବ୍ଲକ ଗହନ୍ଦିଆ ଏବଂ ମହିମାଗାଦି ନିକଟସ୍ଥ ଯେଉଁ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଯେଉଁ ସନ୍ଥ ଭୀମ ଭୋଇଙ୍କର ଯେଉଁ ପୀଠ ମହିମା ପୀଠ ସେଇ ଜୋରନ୍ଦା ମହିମାଗାଦି ନିକଟସ୍ଥ ଢେଙ୍କାନାଳ ଜିଲ୍ଲା। ଆପଣଙ୍କ ଜିଲ୍ଲାର ଗର୍ବ ଆଉ ଗୌରବମୟ ସ୍ଥାନ କ'ଣ କ'ଣ ରହିଛି? ଆମ ଜିଲ୍ଲାରେ ମହିମା ଯେଉଁଟାକି ଆମର ଏଇଟା ହେଉଛି ଗୋଟେ ଇଣ୍ଟରନ୍ୟାସନାଲ ରିଲିଜିଅନ୍ ଯେଉଁଟା ମହିମା ଧର୍ମ ସର୍ବଭାରତୀୟ ସ୍ତରରେ ଏଇଟା ବ୍ୟାପିଛି। ମହିମା ଧର୍ମ ମହିମା ପୀଠ କପିଳାସ ଅଛି ଆମର ଚନ୍ଦ୍ରଶେଖର ଜୀଉ ମନ୍ଦିର କପିଳାସ ଶୈବପୀଠ। ହଁ ଶୈବପୀଠ। ତାପରେ ଶ୍ରୀରାମ ମନ୍ଦିର ଆମର ସପ୍ତଶଯ୍ୟା ସେଇଠି ବି ସପ୍ତଶଯ୍ୟାରେ ବି ବହୁତ ପ୍ରକାର କଳାର ଡେଭଲପମେଣ୍ଟ ସେଠି ସବୁ ଅନ୍ୟ ଚାଲିଛି ଗଭର୍ଣ୍ଣମେଣ୍ଟ ତରଫରୁ। ଆଉ ଢେଙ୍କାନାଳ ଏମିତି ଚାଲିଛି। ଆଉ ଗଣେଶ ଖୋଲା ଗୋଟେ ଅଛି ପାଖରେ। ଆଉ ସେଠି ଆମ ବାଇଁଶିଆରେ ବି ଆମର ଗୋଟେ ଡୁଗୁରି ଅଛି ଜଗନ୍ନାଥ ମନ୍ଦିର ଯେଉଁଟାକି ପାହାଡ଼ ଉପରେ ଅବସ୍ଥିତ। ସେଠି ବି ଜଗନ୍ନାଥ ଅଛନ୍ତି। ସେଠି ବିଭିନ୍ନ ପ୍ରକାର ସେ ମାତା ମଠ ପୁରୀ ଭଳିଆ ସବୁ ମୂର୍ତ୍ତି ଫୂର୍ତ୍ତି ସବୁ ହେଇଛି। ସେ ଗୋଟେ ପ୍ରକାର ଚାଲିଛି। ଆଉ ନା ନା ବର୍ତ୍ତମାନ ଆପଣଙ୍କ ବୟସ କେତେ? ମୋତେ 18 9 1972 ପୁରୀ 73 ଚାଲିଛି। ଆଉ ବର୍ତ୍ତମାନ ଏଇ ବୟସରେ ମଧ୍ୟ ଆପଣ ସେମିତି ତାଜା ଅଛନ୍ତି, ବହୁତ ଭଲ। ଯାଉ ଆମେ ମଧ୍ୟ ଚାହିଁବୁ। ନାଇଁ ଏବେ ବି କହିଲେ 100ଟା ନାଟକରେ ପାଠ କରିଦେବି। ମୋର ନାଟକ ଗୋଟାଏ ନାଟକ ମୋର 2 ଘଣ୍ଟା ସମୟ ହେଲେ ଗୋଟାଏ ନାଟକ ମୁଁ କମ୍ପ୍ଲିଟ୍ କରିଦେବି। କ'ଣ ଖାଇବା ପିଇବା ବର୍ତ୍ତମାନ କ'ଣ ଖାଇବା ପାଇଁ ଭଲ ଲାଗୁଛି, ପ୍ରିୟ ଖାଦ୍ୟ କ'ଣ? ନାଇଁ ମୁଁ ତ ସକାଳୁ ଚୁଡ଼ା ଖାଇଲି। ଆଉ ଚୁଡ଼ା ଆଉ ଦହି ଚିନି ଆଉ କଦଳୀ କି ଖଟା ଏମିତି। ଆଉ ଦିନରେ ତ ଭାତ ଡାଲି ତରକାରୀ। ଆଉ 4ଟା ବେଳେ ମୁଢ଼ି ହେଉ କି ଚୁଡ଼ା ଭଜା ହେଉ ଯାହା ହେଉ, ରାତିରେ ରୁଟି କି ପରଟା ଏଟସେଟ୍ରା ସେମିତି। କେଉଁଦିନ ସିମେଇ ହେଲା କେଉଁଦିନ ଉପମା ହେଲା ସକାଳେ ସେମିତି କିଛି ନାହିଁ। ଯାଏ ଘରେ ଖାଇବା କଥା। ବାହାର ଖାଦ୍ୟ ମୁଁ ବହୁତ କମ୍ ଖାଏ। ଆପଣ ଯେତେବେଳେ କଳାକୁ ଆପଣେଇଲେ ଆପଣଙ୍କ ଫ୍ୟାମିଲି ମେମ୍ବରଙ୍କ ସପୋର୍ଟ ଥିଲା ନା? ନା 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 ବାପା ଘରେ ସମସ୍ତେ କେହି ରାଜି ନଥିଲେ। କହିଲେ ଏଇଟା ସେମାନେ ଜାଣିଛନ୍ତି ଯେ ଜୀବନଟା ବଡ଼ ଦୁଃଖମୟ ଜୀବନ ସଂଘର୍ଷମୟ ଜୀବନ। ତଥାପି ଯେତେବେଳେ ରହିଲି ଆଉ କିଛି କହିଲେନି। ଆଉ କାହିଁକିନା ବାଇ ପ୍ରଫେସନ୍ ସେ ଜଣେ ଡକ୍ଟର ଥିଲେ। ହଁ ସେତେବେଳେ ଓଡ଼ିଶାରେ ମେଡ଼ିକାଲ କଲେଜ ନଥିଲା। ବିହାର ପାଟନାରୁ ସେ 29ରେ LMP ପାସ୍ କରିଥିଲେ। MBBS ନାଁ ହିଁ ନଥିଲା। ବିହାର ପାଟନାରୁ LMP ପାସ୍ କରିଥିଲେ। ତାପରେ ସିଏ ଷ୍ଟେଟ୍ ରାଜାଙ୍କ ପାଖରେ ସେତେବେଳେ ରାଜାଙ୍କର ସେ ଡାକ୍ତର ଥିଲେ। ବ୍ରହ୍ମପୁରରେ ବି ବହୁତ ଦିନ ଥିଲେ ସେ ବ୍ରହ୍ମପୁରରେ। ତେଣୁ ବାପାଙ୍କର ମୋର ଜନ୍ମଟା ଏଇ ବ୍ରହ୍ମପୁରରେ। ତେଣୁ ବାପା ଦୀର୍ଘ ବର୍ଷ ରହିଲା ପରେ ମଝିରେ ଗୋଟେ କଣ୍ଡନ୍ସ କୋର୍ସରେ MBBS ତାଙ୍କର କରିଥିଲେ। ଏଇ ଯେଉଁ କଣ୍ଡନ୍ସ କୋର୍ସ ଗୋଟେ ଥାଏ। ଆପଣଙ୍କ ଭାଇ ଭଉଣୀ? ବଡ଼ ଭାଇନା ଥିଲେ ଚିଫ୍ ଆକାଉଣ୍ଟସ୍ ଅଫିସର ଇଲେକ୍ଟ୍ରିକାଲ ଡିଭିଜନ୍। ସେ ରିଟାୟାର କରି ଢେଙ୍କାନାଳ। ତାପରେ ଭାଇନା ଲଣ୍ଡନରେ ଅଛନ୍ତି। ସେ ଡକ୍ଟର ଅଛନ୍ତି। ସେ MBBS MD MRCP ବ୍ରେନ୍ MRCP ଷ୍ଟମାକ୍ FRCP କାର୍ଡ଼ିଓଗ୍ରାଫି MRCGP ଲଣ୍ଡନ ମେମ୍ବର ଅଫ୍ ରୟାଲ କଲେଜ ଅଫ୍ ଗାଇନୋକୋଲୋଜି। ତେଣୁ ସେ ଲଣ୍ଡନ ରହୁଛନ୍ତି। ଏବେ ଆସିଥିଲେ ରିସେଣ୍ଟ ଗଲେ 7-8 ଦିନ ତଳେ। 3 ଭାଇ? ନାଇଁ ଆମେ 5 ଭାଇ। ଆଉ ଜଣେ ଭାଇନା ଥିଲେ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଜ୍। ଆଉ ମାନେ ଯେଉଁଟାକି ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟିଜ୍ ଅଡ଼ିଟ୍ ଅଫିସର। ଆଉ ଜଣେ ଭାଇନା ସେ ଏଗ୍ରିକଲଚର ଡିପାର୍ଟମେଣ୍ଟ ସର୍ଭିସ୍ କରୁଥିଲେ। ସେ ବଡ଼ ଭାଇ ଚାଲିଗଲେଣି। ତା ତଳ ଭାଇ ବି ଚାଲିଗଲେଣି। ଆମେ 3 ଜଣ ଭାଇ ଅଛୁ। ଆପଣ ସମସ୍ତଙ୍କୁ ସାନ? ସାନ। ଆଉ ନାନୀ 2 ଜଣ। ଆଉ ସେ ଭିଣୋଇ ବି ଚାଲିଗଲେଣି। ଉପର ଭିଣୋଇ ଯିଏ ସେ ଥିଲେ ସବାଷ୍ଟନ ଇଣ୍ଡଷ୍ଟ୍ରିଆଲ କୋଅପରେଟିଭ୍। ସେ ଥିଲେ ଆମର ଆଉ ଜଣେ ଥିଲେ ଜଏଣ୍ଟ ଡାଇରେକ୍ଟର ସଏଲ୍ କନଜରଭେସନ୍। ଆଉ ଏମିତି। ଆପଣଙ୍କ ପୁଅ ଝିଅ? ମୋର ଯୋଡ଼ିଏ ପୁଅ। ବଡ଼ ପୁଅଟି ତହସିଲ ଅଫିସରେ ଅଛି ଗହନ୍ଦିଆ ତହସିଲ ଅଫିସ ଡାଟା ଏଣ୍ଟ୍ରି ଅପରେଟର। ଏବେ ଛୁଟିରେ ଅଛି। ଆମର ଗୋଟେ ଚାଲିଛି ଫାର୍ମ ହାଉସ୍ କାମ। ସେଠି ଗୋଟେ କାମ ଚାଲିଛି। ଏବେ ଛୁଟିରେ ଅଛି। ସାନ ପୁଅ MCA ପରେ ବାଙ୍ଗାଲୋର ଥିଲା। ବାଙ୍ଗାଲୋର ପରେ ଭୁବନେଶ୍ୱର ଗୋଟେ କମ୍ପାନୀ ଥିଲା। ଏବେ ଯାଇ ଗୋଟେ ବ୍ୟାଙ୍କରେ ଜଏନ୍ କରିଛି ବମ୍ବେ। ସେ ଥାନେରେ ରହୁଛି। ବମ୍ବେରେ ରହୁଛି ସାନ ପୁଅ। ଆଉ ତା ଫ୍ୟାମିଲି ଭୁବନେଶ୍ୱରରେ ସେ ରହୁଛି। ପୁଅ ଯେହେତୁ ପଢ଼ୁଛି ସେ ଭୁବନେଶ୍ୱର ରହୁଛି। ଆଉ
जो घरे दुईटी डग अच्छी से डग सहित आप केमती कौन टाइम स्पेंड हाँ सी तो आमर पिला आउ सी बुझीपारे सब कथा आउ से जहाँ कहले बुझीपारे आम कहबू तू से मनीष भाया गला 13-14 वर्ष है माने गोटा को 13-14 वर्ष आ गोटे 3 वर्ष माने से मनीष सागर चली जाइए कथा कह पूरा ओतप्रोत भाव जड़ित हाँ से आमरी सागर मुझे जोट शोले से शोले आम परिवार भी समस्ते कुकुर प्रिय मो पुओ तो कुकुर को नहीं पाखे शोब मु भी कुकुर से आमर रहे तेणु कुकुर गुड़िक तो आम रही आसवे नुह ए बापा थिला बेलू सब 2-3टा कुकुर आम घर थे सबु बेले आपण को लेकिन आपण अंचलवासी केते प्राउड फील करते हाँ मत बहुत खुशी आम जो आम अंचल कौन आम जिला कौन बहुत खुशी आपण सहित बसिक टिके वार्तालाप करने समस्त आसती घर को बेले बेले कि हाँ भारी खुशी हमें तो मुझे जाए फ्रिक्वेंटली जाए ढेंकानाल जाए गाँ जाए बहुत भल मु तो समस्त सागर मिसे समस्त सब जाए ए दुकान गली गपसप गली किए गोटे देखा गपसप जानी सब ना आम चाहबू सर्वपरिशेष आपण मोहर जेकोसी नाटक टी संलाप कारण आपणकर नाई मन नाई मुझे जोटा ही कहूँ यहीटा संलाप बोली आज संलाप हूँ आज दिनर सूर्योदयटा एत सुंदर थिला आज मोर 2 जन सान भाई आसिकी आ मो पाखु मोर साक्षात्कार नेले ए साक्षात पाई मु कृतज्ञ मु निजक कृत्य मन करुच्ची आउ ए साक्षात पाई मु सेमानक अनेक धन्यवाद सहित महाप्रभु जगन्नाथ निकट प्रार्थना करुच्ची सेमानकर ए सफल कामी यात्रा सफलतर कामी यात्रा हब हो सब बेले सी आगू आगू जाई थांतु एटा भी मोर गोटे डायलॉग निहाती भाव प्रति कथार माने शब्दकोश हुए तो शब्द कम पड़ पारे ननांकर कथा आपण मैंने शुणी पारे बहुत सारा स्मृति जहाँ किसी साउंड थे अतीतर कथा यात्रा को लेकिन कथा निज जीवनर कथा आ अनेक छात्रंकर सुनाली भविष्य तैयारी हो पार हुए तो जदि आपण कथा को अक्षर अक्षर पालन करेंगे आपण मैंने शुणुले बर्तमान यात्रा जगतर से ही वर्षियान कलाकार राजेंद्र पति राजेंद्र नना बासभवन में